ଶୋକାକୁଳ ପରିବେଶରେ ଶହୀଦ ଯବାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପୂର୍ଣ୍ଣ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଲୁପୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାୟବାଡି ଗ୍ରାମର ସମାୟ ମୁର୍ମୁ ଓ ସାଲେଗ ମୁର୍ମୁଙ୍କ ପୁଅ ଲାଲୁ ମୁର୍ମୁ ବୟସ 35 ବର୍ଷ ତ୍ରିପୁରା ରାଜ୍ୟ ସୀମାନ୍ତ ଚିତାବାଡି ଆଉଟପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନ ଭାବେ କାର୍ଯ୍ୟରତ ଥିଲେ। ଅଚାନକ ତାଙ୍କର ଦୁଃଖଦ ପରଲୋକ ହୋଇଥିବା ବେଳେ ଆଜି ତାଙ୍କ ପୁତ୍ରଙ୍କ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଛି। ସେ 13 ତାରିଖ ଡ୍ୟୁଟିରୁ ଆଉଟପୋଷ୍ଟରେ ପହଞ୍ଚି ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ସକାଳ 6:35 ସମୟରେ ବାଥରୁମରେ ହାତ ମୁହଁ ଧୋଇବାକୁ ଯାଇଥିବା ବେଳେ ପଡ଼ିଯାଇ ସଂଜ୍ଞାହୀନ ହୋଇଯାଇଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେ 2010ରେ ସେନାବାହିନୀରେ ଯୋଗଦେଇ 16 ବର୍ଷ ଧରି ସୀମା ସୁରକ୍ଷା ବଳ ଭାବେ କାର୍ଯ୍ୟରତ ଥିଲେ। ଗତକାଲି ତାଙ୍କ ପାର୍ଥିବ ଶରୀର ବିମାନରେ କଲିକତା ପହଞ୍ଚିବା ପରେ ସେଠାରୁ ସେନା ଗାଡ଼ିରେ ସଡ଼କ ପଥରେ ଆସିଥିଲେ। ତେବେ ତିରିଂ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କୁ ପୁରୁଣା ତିରିଂ ଥାନା ପରିସରରେ ରଖାଯାଇଥିଲା। ସେଠାରୁ ସକାଳରେ ସ୍ଥାନୀୟ ଯୁବକ ଓ ରାୟବାଡି ଗ୍ରାମବାସୀ ଭାରତୀୟ ଜାତୀୟ ପତାକା ସହ ବିଶାଳ ମୋଟର ସାଇକେଲରେ ଶୋଭାଯାତ୍ରାର ସହିତ ବୀର ଯବାନ ଲାଲୁ ମୁର୍ମୁ ଅମର ରହେ, ଭାରତ ମାତା କି ଜୟ ଇତ୍ୟାଦି ସ୍ଲୋଗାନ ଦେଇ ତାଙ୍କ ପୈତୃକ ଗ୍ରାମ ରାୟବାଡିରେ ପହଞ୍ଚିଥିଲେ। ଗତ ମେ ମାସରେ ଛୁଟିରେ ଗାଁକୁ ଆସିଥିବା ବେଳେ ଅପରେସନ ସିନ୍ଦୁର ପରିସ୍ଥିତି ପାଇଁ ଡ୍ୟୁଟିରେ ଯୋଗ ଦେବାକୁ ଡାକରା ଆସିଥିଲା। ସୀମା ସୁରକ୍ଷା ବଳ 121 ବାଟାଲିୟନର ଇନ୍ସପେକ୍ଟର ସନାତନ ଟୁଡୁ, ଏସ୍ଆଇ ଆର୍ଏସ୍ ମାହାतो ଏବଂ ଏସ୍ଆଇ ଜଡା ଟୁଡୁଙ୍କ ସମେତ ମୋଟ 15 ଜଣ ଯବାନ ଶହୀଦ ଲାଲୁ ମୁର୍ମୁଙ୍କ ପାର୍ଥିବ ଶରୀର ନେଇ ପହଞ୍ଚିଥିଲେ ଏବଂ ତାଙ୍କୁ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ତାଲିମ ଦେଇଥିଲେ। ବିଏସ୍ଏଫ୍ ପକ୍ଷରୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ 8 ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯାଇଥିଲା। ଶହୀଦ ଲାଲୁଙ୍କ ଶୋଭାଯାତ୍ରା ଏବଂ ଶେଷକୃତ୍ୟ ସମୟରେ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ତିରିଂ 20 ନମ୍ବର ଜୋନ୍ ଜିଲ୍ଲା ପରିଷଦ ପରେଶ ଚନ୍ଦ୍ର ମୁଣ୍ଡା, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼, ତିରିଂ ପୀଢ଼ ପରଗଣା ଛୋଟରାୟ ହେମ୍ବ୍ରୁମ, ବିଡିଓ ଭାଗବତ ମହାପାତ୍ର, ତହସିଲଦାର ସୁଶାନ୍ତ କୁମାର ବେହେରା, ତିରିଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା, ଲୁପୁଙ୍ଗ ସରପଞ୍ଚ ଦେଓଗୀ ହେମ୍ବ୍ରୁମ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଜେମାମଣି ସୁଣ୍ଡି ଏବଂ ବଳଦେବ ହେମ୍ବ୍ରମଙ୍କ ସହିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଶହୀଦ ଲୁଲୁଙ୍କ ପଛରେ ତାଙ୍କ ପତ୍ନୀ, ଜଣେ ପୁଅ, ଜଣେ ଝିଅ, ବାପା, ମା, କକା ଓ ସାନ ଭାଇ ଜଣକ ରହିଛନ୍ତି। ଅସୁସ୍ଥତା କାରଣରୁ ମା ବାରିପଦା ଡାକ୍ତରଖାନାରେ, ବାପା ରାଇରଙ୍ଗପୁର ଡାକ୍ତରଖାନାରେ ଏବଂ କକା ବହଳଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଲାଲୁଙ୍କର ମୃତ୍ୟୁ ଖବର ପାଇ ଘରକୁ ଫେରିଥିଲେ। ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ମୃତ୍ୟୁର ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ତେବେ ଏତେ ବଡ଼ ଦୁଃଖଦ ଘଟଣାର ତିରିଂ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ କିମ୍ବା ସାଂସଦ ନବଚରଣ ମାଝୀ ଅନୁପସ୍ଥିତ ରହିବା ନେଇ ଶହୀଦ ଲାଲୁଙ୍କ ବିବାହିତା ଭଉଣୀ କ୍ଷୋଭ ଓ ଦୁଃଖ ପ୍ରକାଶ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।